ମାନେ ଆଜି ଆମେ ଆପଣମାନଙ୍କ ପାଇଁ ଆଣିଛୁ ଗୋଟେ ବୁଟ ଯାଇ ପକୁଡ଼ି। ଚାଲନ୍ତୁ ଷ୍ଟାର୍ଟ କରିବା। ଦେଖିପାରୁଥିବେ ଏବେ ମୁଁ ରୁଟି ସେକୁଛି। ମୋ ରୋଷେଇ ପାଖାପାଖି ସରିଗଲାଣି। ମାଟି ତାୱା ରୁଟି ସେକୁଛି। ଆମେ ଟିକେ ମାଟି ତାୱାରେ ରୁଟି ସେକିକି ଖାଉ, ବହୁତ ଭଲ ଲାଗେ। ଟେଷ୍ଟି ବି ହୋଇଥାଏ, ଏଇଟା ହେଲ୍ଦି ବି ହେଇଥାଏ। ଆମ ରୁଟି ତ ସରିଗଲାଣି, ଏବେ ଷ୍ଟାର୍ଟ କରିବା। ଆଉ ଏଠି ଦେଖିପାରୁଥିବେ ଭଲ ଭାବରେ ପୁରା ଏଠି ସବୁ କଟାକଟି କରିବା ପାଇଁ ରଖିଦେଇଛି। ପିଆଜ, ରସୁଣ, କଞ୍ଚା ଲଙ୍କା ସବୁ ରଖିଦେଇଛି। ଏବେ ପିଆଜକୁ କଟ୍ କରିନେବି ଆଉ ତାପରେ କଞ୍ଚା ଲଙ୍କାକୁ ଭଲସେ ଟିକ୍ ଟିକ୍ କରି ପୁରା ଚପ୍ କରି କଟ୍ କରିନେବି। ତାପରେ ଏଠି ଦିଦି ଆମର କରିବେ ପକୁଡ଼ିଟା। ପକୁଡ଼ି ତ ମୋତେ ପକାଇ ଆସେନି, ଡର ଲାଗେ ତତଲା ତେଲରେ ପକାଇବାକୁ, ତ ଦିଦି ପକାଇଦେବେ ତତଲା ତେଲରେ ପକୁଡ଼ି। ଆଉ ଏବେ ତାକୁ ଛେଚି ଛେଚି ଦେଉଛନ୍ତି ଦିଦି, ଆଉ ରୂପା ତାକୁ ବଢ଼ିଆ ସେ ପୁରା ସବୁ ଜିନିଷକୁ ପକାଇକିନି ଗୋଳା ଗୋଳି କରିବେ। ଚାଲନ୍ତୁ ଦେଖିବା କେମିତି କ'ଣ ସେମାନେ କରୁଛନ୍ତି। ଏବେ ତାକୁ ମିକ୍ସ କରିବାରେ ଲାଗିଛନ୍ତି। ଆଉ ସବୁ ଯାକ ଯାହା ବି ପିଆଜ କଞ୍ଚା ଲଙ୍କା ସବୁ କଟା ହେଇଥିଲା ତାକୁ ସେ ଭଲ ଭାବରେ ଚକଟି ନେଉଛନ୍ତି ବଢ଼ିଆ ସେ। ଆଉ ସେଟା ଯେମିତି ତା ଫ୍ଲେଭରଟା ପୁରା ମିକ୍ସ ହେବ ଭଲସେ। ତା ଦେହରେ ଟିକେ ହାଲକା ଲୁଣ ପକାଇ ତାକୁ ଭଲସେ ପୁରା ବଢ଼ିଆ ସେ ଚକଟି ଦେବେ। ଆଉ ତା ଦେହରେ ସେ ଯେଉଁ ଛେଚି ରଖିଥିଲା ରସୁଣ, ଟିକେ ହାଲକା ଅଦା ତା ଦେହରେ ପକାଇଦେବେ। ଏବେ ତା ଦେହରେ ସେଇ ଯେଉଁ ଗ୍ରାଇଣ୍ଡିଙ୍ଗ ରଖିଥିବା ବୁଟ ଯାଇ ଯେଉଁ ଗ୍ରାଇଣ୍ଡିଙ୍ଗ ରଖିଥିବେ ତାକୁ ଭଲସେ ପୁରା ତା ଦେହରେ ମିକ୍ସ କରିନେବେ। ତା ଦେହରେ ହାଲକା ସୋଡ଼ା ପକାଇବା ମାତ୍ର, ଖାଇବା ସୋଡ଼ା, ବେକିଂ ସୋଡ଼ା ଖାଇବା ପାଇଁ ସେଇ ସୋଡ଼ାଟା ହାଲକା ପକା ହେବ, ଯେମିତି ଟିକେ ଫୁଲିବ। ଏଇ ପକୁଡ଼ି ଫାଷ୍ଟ ଟାଇମ୍ ପାଇଁ ଖାଉଛୁ, ତ ଫାଷ୍ଟ ଆମେ ସବୁବେଳେ ବେସନ ପକୁଡ଼ି ଖାଇଥାଉ। ଏଇଟା ଘରେ ଫାଷ୍ଟ ଟାଇମ୍ ବନାଉଛୁ। ଚାଲନ୍ତୁ ଦେଖିବା କେମିତି କ'ଣ ଲାଗୁଛି ଟେଷ୍ଟ। ଏବେ ରୂପା ତାକୁ ବଢ଼ିଆ ସେ ମିକ୍ସ କରି ନେଇଛନ୍ତି। ତା ଦେହରେ ଆପଣ ଧନିଆ ପତ୍ର ଆଉ ତା ଦେହରେ ଭେସୁଙ୍ଗା ପତ୍ର ବି ପକାଇ ପାରିବେ। ଧନିଆ ପତ୍ର ଆମେ ପକାଇଥିଲୁ, କିନ୍ତୁ ଭେସୁଙ୍ଗା ପତ୍ର ପକାଇ ନଥିଲୁ କାରଣ ରାତିରେ ଅନ୍ଧାର ହେଇଗଲାଣି। ରାତିରେ ଆଉ ଏତେ ରାତିରେ ବାରିକି ହେଇଯିବ ଆଣିବା ପାଇଁ ଭେସୁଙ୍ଗା ପତ୍ର, ଡର ଲାଗିବ, ଅନ୍ଧାର ହେଇଗଲାଣି, ତ ଆମେ ଯାଇନଥିଲୁ। ଆଉ ସେଇଥିରେ କାମ ଚଳାଇ ଦେଇଛୁ। ତ ଭେସୁଙ୍ଗା ପତ୍ର ଦେଲେ ଆଉ ଟିକେ ଟେଷ୍ଟ ଲାଗିବ, ଆଉ ହେଲ୍ଦି ବି ହେଇଥାଏ। ଆପଣ ଚାହିଁଲେ ଭେସୁଙ୍ଗା ପତ୍ର ବି ଆ ଦେହରେ ପକାଇ ପାରିବେ। ଆଉ ଏବେ ତାକୁ ବଢ଼ିଆ ସେ ଛାଣିନେବେ। ଚାଲନ୍ତୁ ଦେଖିବା କେମିତି କ'ଣ ଛାଣୁଛନ୍ତି। ତେଲ ପୁରା ଆମର କଡ଼େଇରେ ତେଲ ଗରମ କରିଦେଇଛି ମୁଁ। ଏବେ ଦିଦି ତାଙ୍କର ପକୁଡ଼ି ପକାଇବେ। ଆମେ ଯାଉଛୁ ଦେଖିବୁ କେମିତି କ'ଣ ସେ ଛାଣୁଛନ୍ତି, ଟିକ୍ ଟିକ୍ କରିକି କେମିତି ପକୁଡ଼ି ପକାଉଛନ୍ତି। ଆମକୁ ତ ପକାଇ ଆସିନି ଦୁଇ ଜଣଙ୍କୁ, କିନ୍ତୁ ଦିଦି ପକାଇଦେବେ। ଦିଦି ଆସିଲେ ଘରକୁ ସେ କରିନେବେ, ଆମେ ଖାଇଦେବୁ। ଦେଖିବା କେମିତି କ'ଣ ଲାଗୁଛି ଟେଷ୍ଟ। ପକା ହୁଏ ପକୁଡ଼ି ଜାଣିନା, ଗୋଟେ ବେଳେ ପକାଇଦେଲ, ତମେ ଯାହା ଖାଇବ। ଡରିକି ଥଣ୍ଡୁ ଛଣା ବାସ୍ନା ଖାଲି ମୋ ରାତି ଗୋଟେ ଭୂଷଣ ଗଛ ମୂଳ ଯନ୍ତ୍ର ଦ୍ୱାରା ବିୟୁଟିଫୁଲ ପକୁଡ଼ି ଆଉ ହଁ ମୁଁ ଜାଣିନି କଥା। ପକୁଡ଼ି ହେଲାଣି ତ, ପକୁଡ଼ି 2 ମିନିଟ୍ରେ ହେଇଯିବ। କାଇଁ କହିଲୁ ବଢ଼ିଆ ଫୁସ୍କି ଯାଇଛି, ପୁରା ଫୁଲକା ଫୁଲକା ହେଇଛି ନା, ସାଙ୍ଗେ ସାଙ୍ଗେ ହେଇଯାଆନ୍ତି ଦିଦି ପକୁଡ଼ି ଗୁଡ଼ା, ସ୍ପିଡ଼ି ହେଇଯିବ। ରୂପା ସଜାସଜି ଗଲେଣି। ଚାଟ୍ ମସଲା ଏଇଟା କଳା ଲୁଣ ଆଣିଲନି, କଳା ଲୁଣଟା ବାବା ହେଇଯାଇଛି କଡ଼ରେ ପଶିଯାଇଛି ସବା ଲାଷ୍ଟ ଉପରେ ଛିଞ୍ଚି ଏମିତି
ଧନିଆ ଗଛ ଦିଟା ଧୋଇକି ଥୋଇ ଦେଇଥାନ୍ତି ତାପରେ ପିଆଜ ଗୁଡା କାଟିକି ଖଣ୍ଡେ ଥୋଇ ଦେଇଥାନ୍ତି। କଞ୍ଚା ଲଙ୍କା ମୁଁ ଦେଇ ଦେଇଥିଲି ଆମକୁ ଚିଲେଇବ ବୋଲି କାଢ଼ିବ ଦିଦିଟା କାଢ଼ିଲ ନିଅ କଳା ଲଙ୍କା ଟିକେ ଲୁଣିଆ ହେଇଯିବ। ରୂପା ଏବେ ଗାର୍ନିସିଂ କଲେ ଗାର୍ନିସିଂ କରି ସେ ତାଙ୍କୁ ନେଇ ଭାଇନାକୁ ଦେଇଦେଲେ। ଭାଇନା ହେରିକା ଆସିଥିଲେ ତ ଦିଦି ଭାଇନା ହେରିକା ଆସିଥିଲେ ପୁଅ ସେମାନେ ଖାଇବେ ବୋଲି ସେ ତାଙ୍କୁ ଗାର୍ନିସିଂ କରି ନେଇ ଦେଇଦେଲେ। ଆହୁରି ଆମର କେତେ ସାରା ଆଣ ଅଛି ତାକୁ ଦିଦି ଛାଣୁଛନ୍ତି। ତାପରେ ଆମେ ଖାଇବୁ ଚା ସହିତ ପକୁଡ଼ି। ରାତି ଆସି 9:30 10ଟା ହେଲାଣି କିନ୍ତୁ ଆମର ପକୁଡ଼ି ଚା ଖାଇବା ଟାଇମ୍ ଏଇଟା। ଆମେ ଦୋକାନରୁ ତ ଏବେ ଜଷ୍ଟ ଫେରିଲୁ ତ ଟାଇମ୍ ହିଁ ହୁଏନି ସନ୍ଧ୍ୟାବେଳେ ଏସବୁ ଜିନିଷ କରିବାକୁ ତ ଆମେ ରାତିରେ ହିଁ ଆସିଲେ ଏସବୁ ଜିନିଷ କରୁ। ଆମର ରୋଷେଇବାସ ତ ସରିଲାଣି କିନ୍ତୁ ଏବେ ଆମେ ଚା ପକୁଡ଼ି ଖାଇ ନେବୁ ତାପରେ ଯାଇକିନି ରୁଟି କରିକା ଖାଇବୁ। Wow. So beautiful. Nè con cha. Cho mua cha. Cá với khè. ତ ମୁଣ୍ଡ ବିନ୍ଧୁଛି ଥଣ୍ଡା ହେଇଯାଇଛି। ଆଖି ଯେମିତି ଲାଗୁଛି ଆଖି ଭିତରେ କଣ ଗୋଡ଼ି ମୋଡ଼ି ପଇଛି। ଥଣ୍ଡା ଥଣ୍ଡା ହେଇଯାଇଛି ଜୋରେ। କହିଲା ନା ମେଡ଼ିସିନ ନେଇଯାଇଥିଲି କହିକିନି ନାଲି ଚା ପିଇତେ ଟିକେ ଭଲ ଲାଗିବ।